ନମସ୍କାର, ମୁଁ ବିମଳା ପଲାଇ ଆପଣମାନଙ୍କୁ ଦୀପୁର ଦୀପାଳି ଚ୍ୟାନେଲକୁ ସ୍ୱାଗତ। ନାରୀର ରୂପ ଅନେକ, ପ୍ରଦୀପ ଶିଖାଟିଏ ପରି ନିଜେ ଜଳି ଅନ୍ୟକୁ ଆଲୋକ ପ୍ରଦାନ କରିଥାଏ। ନାରୀ ଜୀବନ ସହ ଜଡ଼ିତ ଏକ କ୍ଷୁଦ୍ର କବିତା ଶୁଣିବାକୁ ଯାଉଅଛି। କବିତାଟିର ଶୀର୍ଷକ ନାରୀ ଜୀବନ। ଏ କେମିତିକା ପରମ୍ପରା, ଝିଅ ଜୀବନ ଅଧା ଅଧୁରା, ଦୁଇ ଭାଗ ତା ଜୀବନ ପରା, ଅଧେ ଛାଇ ହେଲେ ଅଧେ ଖରା। ଯାହା କୋଳରେ ଜନ୍ମ ତାହାର, ଦିନେ ହୋଇଯାଏ ସାତ ପର, ପରକୁ କରଇ ଆପଣାର, ନିଜ ଘର ପାଇଁ ହୁଏ ପର। ଦିନେ ହସୁଥିଲା ଖିଲି ଖିଲି, ପୁଣି କାନ୍ଦୁଥିଲା ମନ ଖୋଲି, ଆଜି ହସିବା ଯାଇଛି ଭୁଲି, କହିପାରେ ନାହିଁ ମନ ଖୋଲି। ଶାଶୁ ଘରେ ହଜେ ସ୍ୱାଧୀନତା, ଜଗି କହିବାକୁ ହୁଏ କଥା, ପରମ୍ପରା ସଂସ୍କାର ଓ ପ୍ରଥା, ହୁଏ ଜୀବନରେ ମୁଣ୍ଡ ବ୍ୟଥା। ହଜିଯାଏ କେଣେ ସ୍ୱାଧୀନତା, ପୂରିଯାଏ ଜୀବନେ ଶୂନ୍ୟତା, ଛନ୍ଦ ଛଳନା ଓ କପଟତା, ପ୍ରତି ନାରୀ ଜୀବନର କଥା। କନ୍ୟା ରୂପେ କାଟେ ବାପ ଘରେ, ଭାଇ ଭଉଣୀ ସପରିବାରେ, କେତେ ମିଠା ସ୍ମୃତି ଅନୁଭୂତି, ନେଇ ଚାଲିଯାଏ ଶାଶୁ ଘରେ। ଗାଁ ଆମ୍ବ ତୋଟା ନଈ କୂଳ, ବୋହୂ ଚୋରି ଲୁଚକାଳି ଖେଳ, ରଜ ଦୋଳି ଗାଁ ପଞ୍ଚୁ ଦୋଳ, ମନେ ପଡ଼େ ସ୍ମୃତି ଭିଜା ବେଳ। ଜୀବନଟା ଏକ ଫୁଲହାର, ନାରୀ ସାଜଇ ହାରର ଡୋର, ସ୍ନେହ ଶ୍ରଦ୍ଧାରେ କରେ ନିଜର, ଛାତି ତଳେ ଚାପି ଦୁଃଖ ତାର। ନୀତି ଦେଇଥାଏ ବଳିଦାନ, ଇଚ୍ଛା ସ୍ୱାଧୀନତା ଖୁସି ମାନ, ଦୀପ ସଳିତା ପରି ଜୀବନ, ତିଳ ତିଳ ଜଳେ ପ୍ରତିଦିନ, ତିଳ ତିଳ ଜଳେ ପ୍ରତିଦିନ। ଧନ୍ୟବାଦ। ଆପଣମାନଙ୍କୁ ଯଦି କବିତାଟି ଭଲ ଲାଗୁଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କମେଣ୍ଟ କରିବାକୁ ଭୁଲିବେ ନାହିଁ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ।